अरे बिट्टू, तू कार किणिବୁ परा कହୁଥିଲୁ। କ'ଣ କିଛି କିଣିବା ପାଇଁ ପ୍ଲାନିଂ କଲୁ ନା ନାହିଁ? हाँ बापा, ମୁଁ କିଣିବା ପାଇଁ ପ୍ଲାନିଂ କରିଛି ଯେ ତ କେମିତି କ'ଣ କିଣିବି ସେ ବିଷୟରେ କିଛି ଜାଣିପାରୁନି। ତମେ ତ ଘର ଚଳଉଛ ଆଉ ତମର ତ ସେ ବିଷୟରେ ବହୁତ ଆଇଡ଼ିଆ। କିଣାକିଣି ବିଷୟରେ ଯେକୌଣସି ଜିନିଷ ପତ୍ର କିଣିବାରେ ତ ତମେ ସଦାବେଳେ ଆଇଡ଼ିଆ ଦିଅ। ତ ତମେ କିଛି ମୋତେ ଆଇଡ଼ିଆ ଦେଉନ କେମିତି କିଣିବି। ଦେଖ, ମୁଁ ତୋତେ ଗୋଟେ ରୁଲ୍ ବିଷୟରେ କହୁଛି। ଯେତେବେଳେ କାର୍ କିମ୍ବା ବାଇକ୍ କିଣାଯାଏ ତ ଏଇ ରୁଲ୍କୁ ଆମେ ଫଲୋ କରନ୍ତି। ଏଇ ରୁଲ୍ ଆମର ପଇସାକୁ ବଞ୍ଚାଏ। ସେ ରୁଲ୍ଟା ନାଁ କ'ଣ ଜାଣିବାକୁ ଚାହିଁବୁ? ତାକୁ ଆମେ କହୁଛନ୍ତି କାର୍ ବାଇଂ ରୁଲ୍ ବା 24-10 ରୁଲ୍। ହଁ ବାପା, ସେ 24-10 ରୁଲ୍ ବିଷୟରେ ମୋତେ ଟିକେ କହିଲ। ମୁଁ ଜାଣିବାକୁ ଚାହୁଁଛି। ଆଉ ମୁଁ ଯଦି ସେ ରୁଲ୍ ଫଲୋ କରେ ମୋତେ କ'ଣ ଫାଇଦା ମିଳିବ? ହଉ ଶୁଣ, 20 ହେଲା କ'ଣ ନା 20% ତୁମକୁ ଡାଉନ୍ ପେମେଣ୍ଟ ଦେବାକୁ ପଡ଼ିବ। ଆଉ ଲୋନ୍ର ଅବଧି ତୁମକୁ 4 ବର୍ଷ ରଖିବାକୁ ପଡ଼ିବ। ଆଉ ଲୋନ୍ର ଇଣ୍ଟରେଷ୍ଟ 10%ରୁ ଅଧିକା ଯେମିତି ନ ହେଇଥିବ। ତ ତାକୁ ଆମେ କହନ୍ତି 24-10 ରୁଲ୍। ଆଚ୍ଛା ବାପା, ବୁଝିପାରିଲି ଇଏ 24-10 ରୁଲ୍ କ'ଣ। ଆଚ୍ଛା, ମୋତେ ଗୋଟେ ଏକ୍ଜାମ୍ପଲ୍ରେ ଟିକେ ବୁଝେଇଦେଲେ ମୁଁ ଆଉ ଟିକେ ଅଧିକା ବୁଝିପାରନ୍ତି, ନା କ'ଣ କହୁଛ? ଆଚ୍ଛା, ହଉ ଶୁଣି, ଯଦି ତୁ କାର୍ କିଣିବାକୁ ଇଚ୍ଛା ପ୍ରକାଶ କରୁଛୁ, କାର୍ର ଯଦି ଦାମ୍ ରହିଲା 10 ଲକ୍ଷ, ତୋତେ ଡିପି ଦେବାକୁ ପଡ଼ିବ। ଡିପି ମାନେ ହେଲା ଡାଉନ୍ ପେମେଣ୍ଟ। ଡାଉନ୍ ପେମେଣ୍ଟ ତୋତେ 20% ରଖିବାକୁ ପଡ଼ିବ। ମତଲବ 10 ଲକ୍ଷର 20%, ମତଲବ ତୋତେ 2 ଲକ୍ଷ ଡାଉନ୍ ପେମେଣ୍ଟ ଦେବାକୁ ପଡ଼ିବ ଯଦି ତୁ କାର୍ କିଣିବା ପାଇଁ ଇଣ୍ଟରେଷ୍ଟେଡ୍ ଅଛୁ। ତାପରେ ଆସିଲା ଲୋନ୍ର ଅବଧି। ଲୋନ୍ର ଅବଧିକୁ ତୋତେ 4 ବର୍ଷ ରଖିବାକୁ ପଡ଼ିବ ହେଲା। ତାପରେ ଆସେ କ'ଣ ନା ଲୋନ୍ର ଇଣ୍ଟରେଷ୍ଟ। ଲୋନ୍ର ଇଣ୍ଟରେଷ୍ଟ 10% ରଖିବୁ। 10%ରୁ ଅଧିକା ହେଲେ ତୋ ପାଇଁ କ୍ଷତିକାରକ। ତ ଏଇଟା ହେଉଛି 24-10 ରୁଲ୍। ବୁଝିପାରିଲୁ? ୟାଠୁ ଯଦି ଅଧିକା ରହେ ତାହେଲେ ଯଦି ତୁ ଡାଉନ୍ ପେମେଣ୍ଟଟାକୁ 20%ରୁ ଅଧିକା ବଢ଼େଇ ପାରିବୁ ତାହେଲେ ତ ବହୁତ ଭଲ କଥା। କିନ୍ତୁ ମିନିମମ୍ କମ୍ ସେ କମ୍ ତୋତେ 20% ଡାଉନ୍ ପେମେଣ୍ଟ ରଖିବାକୁ ପଡ଼ିବ। ହଁ ବାପା, ଏଥର ମୁଁ ବୁଝିଗଲି। ତ ଏଇ 24-10 ରୁଲ୍ ଦ୍ୱାରା ମୁଁ ଅଧିକା ପଇସାକୁ ସେଭ୍ କରିପାରିବି। ଆଉ ମୋର ଯେଉଁ ଅଯଥା ଖର୍ଚ୍ଚ ଯାଉଥିଲା ଲୋନ୍ ପିରିୟଡ଼ ଆଉ ଲୋନ୍ ଇଣ୍ଟରେଷ୍ଟରେ, ତ ସେଇଟାକୁ ମୁଁ କମ୍ କରିପାରିବି। ତ ବଞ୍ଚି ଯାଇଥିବା ଅର୍ଥକୁ ମୁଁ ଅନ୍ୟ ଜାଗାରେ ଇନଭେଷ୍ଟ କରିବି ଆଉ ସେଥିରୁ ମଧ୍ୟ ରିଟର୍ନ ଜେନେରେଟ୍ କରିବି। ହେଲା ବାପା, ଧନ୍ୟବାଦ ତମେ ମୋତେ ଗାଇଡ଼ କରିଥିବାରୁ।